ଶ୍ରୀକୃଷ୍ଣ ସମ୍ଭାଳି ନେଇଥିଲେ 10ଟି କଠିନ ପରିସ୍ଥିତି। ଯେତେବେଳେ ମଣିଷ ନିଜର କର୍ତ୍ତବ୍ୟ କରିସାରି ସେଥିରେ ଥିବା ଊଣା ଅଧିକ ଭଗବାନଙ୍କୁ ସମର୍ପଣ କରିଦିଏ, ଭଗବାନ ସେତେବେଳେ ପରିସ୍ଥିତିକୁ ସମ୍ଭାଳି ନେଇଥାନ୍ତି ଏବଂ ମନୁଷ୍ୟର ସମସ୍ତ କଷ୍ଟକୁ ନିବାରଣ କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣ ନିଜର ମାମୁଁ କଂସକୁ ମାରିବା ପରେ ଉଗ୍ରସେନଙ୍କୁ ମଥୁରାର ରାଜା କରାଇଥିଲେ। ମଥୁରାବାସୀଙ୍କର ଶ୍ରୀକୃଷ୍ଣଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଥିଲା, କିନ୍ତୁ ଜରାସନ୍ଧ ବାରମ୍ବାର ମଥୁରାକୁ ଆକ୍ରମଣ କରୁଥିଲା। ତେଣୁ ତା ଆକ୍ରମଣରୁ ମଥୁରାବାସୀଙ୍କୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ସେହି ଯୋଜନା ଅନୁସାରେ ସେ ମଥୁରାବାସୀଙ୍କୁ ସ୍ଥାନାନ୍ତରିତ କରାଇଥିଲେ ଏବଂ ନିଜର ତଥା ବଡ଼ ଭାଇ ବଳରାମଙ୍କର ମରିଯିବାର ଖବରକୁ ପ୍ରଚାର କରିଥିଲେ। ଏହା ଭିତରେ ସେ ମଥୁରାବାସୀଙ୍କ ସହିତ ଦ୍ୱାରିକା ଯାଇ ଦ୍ୱାରିକା ନଗରୀ ନିର୍ମାଣ କରି ସେଠାରେ ଦ୍ୱାରିକାଧୀଶ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ହସ୍ତିନାପୁରକୁ ସନ୍ଦେଶ ଜଣାଇ ପ୍ରମାଣିତ କରିଦେଇଥିଲେ ଯେ ସେ ଜୀବିତ ଅଛନ୍ତି। ତେଣୁ ତାଙ୍କର ଏହିଭଳି ବୁଦ୍ଧିମତ୍ତା ଯୋଗୁଁ ମଥୁରାବାସୀ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହେବାରୁ ବର୍ତ୍ତିଗଲେ ଏବଂ ଜରାସନ୍ଧର ମୁକାବିଲା ସେମାନଙ୍କୁ କରିବାକୁ ପଡ଼ିଲା ନାହିଁ। ସୁଭଦ୍ରା ଏବଂ ଅର୍ଜୁନଙ୍କ ଭିତରେ ପରସ୍ପର ଭଲ ପାଇବା ଥିଲା, କିନ୍ତୁ ବଳରାମ ଚାହୁଁଥିଲେ ସୁଭଦ୍ରାର ବିବାହ ଦୁର୍ଯ୍ୟୋଧନ ସହିତ କରାଇବା ପାଇଁ। ଏହି ପରିସ୍ଥିତିକୁ ଅକ୍ଲେଶରେ ସମ୍ଭାଳି ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ସେ ସୁଭଦ୍ରାଙ୍କୁ ବୁଦ୍ଧି ବତାଇ ଦେଇଥିଲେ ଏବଂ ଅର୍ଜୁନ ଏବଂ ସୁଭଦ୍ରାକୁ ରଥରେ ବସାଇ ଦ୍ୱାରିକାରୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସେ ସୁଭଦ୍ରାଙ୍କୁ କହିଥିଲେ ଯେ ରଥର ଦଉଡ଼ି ସେ ଧରିବେ, ଯାହାଦ୍ୱାରା ଦୂତମାନଙ୍କ ଦ୍ୱାରା ବଳରାମ ଖବର ପାଇଲେ ସୁଭଦ୍ରା ରଥରେ ଅର୍ଜୁନକୁ ଅପହରଣ କରି ନେଇଛନ୍ତି। ଏହାପରେ ବଳରାମଙ୍କୁ ଶ୍ରୀକୃଷ୍ଣ ଶାନ୍ତ କରାଇ ଦେଇଥିଲେ। ଭୀମ ଆଉ ଜରାସନ୍ଧ ଭିତରେ ଚାଲିଥିବା ମଲ୍ଲଯୁଦ୍ଧର କୌଣସି ପରିଣତି ହେଉନଥିଲା। ଏଭଳି ବିଷମ ପରିସ୍ଥିତିରେ ଭୀମ ବାରମ୍ବାର ଜରାସନ୍ଧର ଶରୀରକୁ ଦୁଇ ଫାଳ କରି ଫିଙ୍ଗିବା ସତ୍ତ୍ୱେ ପୁଣି ଜରାସନ୍ଧ ଏକାଠି ହୋଇଯାଉଥିଲା। ତେଣୁ ଏଭଳି ବିଷମ ପରିସ୍ଥିତିକୁ ଲକ୍ଷ୍ୟ ରଖି ଭଗବାନ ଶ୍ରୀକୃଷ୍ଣ ଭୀମକୁ ଗୋଟିଏ ପାନପତ୍ର ସାହାଯ୍ୟରେ ଇଙ୍ଗିତ ଦେଇଥିଲେ ଯେ ଜରାସନ୍ଧର ଶରୀରକୁ ଦୁଇ ଭାଗ କରି ଦୁଇ ଅଲଗା ଅଲଗା ଦିଗକୁ ଫୋପାଡ଼ିବା ପାଇଁ, ଯାହାଦ୍ୱାରା ଭୀମ ଜରାସନ୍ଧକୁ ମାରିବାରେ ସଫଳ ହୋଇଥିଲେ। ପାଣ୍ଡବମାନେ ଯେତେବେଳେ ବନବାସରେ ଥିଲେ, ସେହି ସମୟରେ ଦୁର୍ବାସା ଏବଂ ଅନ୍ୟ ଋଷିଗଣ ସେମାନଙ୍କର ନିମନ୍ତ୍ରଣ ରକ୍ଷା କରି ଆସିଥିଲେ ଅନ୍ନ ଗ୍ରହଣ କରିବା ପାଇଁ। ଅନ୍ନ ପ୍ରସ୍ତୁତ କରିବା ପାଇଁ କହି ସେମାନେ ଯାଇଥିଲେ ସ୍ନାନ କରିବା ପାଇଁ। ଏହି ସମୟରେ ଏତେ କମ୍ ସମୟରେ ଅନ୍ନ ପ୍ରସ୍ତୁତ କରିବା ଦ୍ରୌପଦୀଙ୍କ ପକ୍ଷରେ ସମ୍ଭବ ନଥିଲା ଏବଂ ସେହି ସମୟରେ ଆସି ଉପନୀତ ହେଲେ ଭଗବାନ ଶ୍ରୀକୃଷ୍ଣ। ଅନ୍ନ ହାଣ୍ଡିରେ ଥିବା ଗୋଟିଏ ଅନ୍ନକୁ ଗ୍ରହଣ କରି ଭଗବାନ ଶ୍ରୀକୃଷ୍ଣ କହିଲେ, ମୋ ଭିତରେ ସମସ୍ତ ସଂସାର ବିଦ୍ୟମାନ, ତେଣୁ ସମସ୍ତ ସଂସାର ଏଇଥିରେ ତୃପ୍ତ ହେଉ। ଏତିକି କହି ଅନ୍ନଟିକୁ ଭକ୍ଷଣ କରିବା ମାତ୍ରେ ସଂସାର ସମସ୍ତ ପ୍ରାଣୀଙ୍କର ଉଦର ପୁରି ଯାଇଥିଲା। ଦୁର୍ବାସା ଋଷି ଏବଂ ଅନ୍ୟ ଋଷିମାନଙ୍କର ପେଟ ପରିପୂର୍ଣ୍ଣ ହୋଇଥିଲା ଏବଂ ସେ ଓଡ଼ି ମାରିଥିଲେ ଏବଂ ପୁନଶ୍ଚ ସେ ଆସିନଥିଲେ ପାଣ୍ଡବମାନଙ୍କ ପାଖକୁ ଅନ୍ନ ଭକ୍ଷଣ କରିବା ପାଇଁ। ମହାଭାରତ ଯୁଦ୍ଧ ସମୟରେ ପିତାମହ ଭୀଷ୍ମ 5ଟି ବାଣ ପ୍ରସ୍ତୁତ କରି 5 ଜଣ ପାଣ୍ଡବଙ୍କୁ ମାରିବା ପାଇଁ ପ୍ରତିଜ୍ଞା କରିଥିଲେ। ଭଗବାନ ଶ୍ରୀକୃଷ୍ଣ ନିଜର ବୁଦ୍ଧିମତ୍ତା ଦ୍ୱାରା ଦ୍ରୌପଦୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଦାସୀ ବେଶରେ ପିତାମହ ଭୀଷ୍ମଙ୍କ ନିକଟକୁ ଯିବା ପାଇଁ। ଦ୍ରୌପଦୀ ଦାସୀ ବେଶରେ ନିଜ ମୁହଁ ଲୁଚାଇ ପିତାମହଙ୍କ ନିକଟରେ ପହଞ୍ଚି ପ୍ରାର୍ଥନା କଲେ, ହେ ପିତାମହ, ମୋର ସ୍ୱାମୀ ଏ ଯୁଦ୍ଧରେ ଭାଗ ନେଉଛନ୍ତି। ମୋତେ ଆପଣ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦିଅନ୍ତୁ, ଯାହାଦ୍ୱାରା ମୋର ସ୍ୱାମୀ ଏହି ଯୁଦ୍ଧରେ ଅକ୍ଷତ ରହିବେ। ପିତାମହଙ୍କର ଆଶୀର୍ବାଦ ପାଇଲା ପରେ ଦ୍ରୌପଦୀ ନିଜର ମୁହଁ ଖୋଲିଥିଲେ। ଏହାପରେ ପିତାମହ ତାଙ୍କୁ ଚିହ୍ନି ପାରିଥିଲେ ଏବଂ କହିଲେ, ଏହା ତୁମର ନିଜର ଚିନ୍ତାଧାରା ହୋଇନପାରେ। ଏହି ବୁଦ୍ଧିମତ୍ତା ପଛରେ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ନିହାତି ଭାବରେ ରହିଛି। ଯୁଦ୍ଧରେ ବିଜୟୀ ହେବା ପାଇଁ ଯେତେବେଳେ ଦୁର୍ଯ୍ୟୋଧନ ମା ଗାନ୍ଧାରୀଙ୍କ ପାଖକୁ ଯାଇଥିଲେ ଆଶୀର୍ବାଦ ପାଇବା ପାଇଁ, ସେତେବେଳେ ଗାନ୍ଧାରୀ ତାଙ୍କୁ କହିଥିଲେ ସ୍ନାନ କରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ତାଙ୍କ ନିକଟକୁ ଆସିବା ପାଇଁ, ଯାହାଦ୍ୱାରା ତାଙ୍କର ଧୀଶକ୍ତିକୁ ସେ ନିଜ ଚକ୍ଷୁ ଖୋଲି ପ୍ରଦାନ କରିପାରିବେ। ଏହିଭଳି ପରିସ୍ଥିତିରେ ଭଗବାନ ଶ୍ରୀକୃଷ୍ଣ ଆସିଲେ ଦୁର୍ଯ୍ୟୋଧନଙ୍କ ସହିତ ନିଜର ପରାମର୍ଶ ଦେବା ପାଇଁ ଯେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ମାତାଙ୍କ ନିକଟକୁ ଯିବା ପରିବର୍ତ୍ତେ ନିଜର ଜଙ୍ଘକୁ କଦଳୀପତ୍ର ଦ୍ୱାରା ଆବୃତ କରିନେବା ପାଇଁ।
ଦୁର୍ଯ୍ୟୋଧନ ଏହିପରି କରିଥିଲେ, ଯାହାଦ୍ୱାରା ମାତାଙ୍କର ଶକ୍ତି ତାଙ୍କର ସମଗ୍ର ଶରୀରକୁ ବ୍ୟାପି ଯାଇଥିଲା, କିନ୍ତୁ ସେହି ଅଂଶଟି ତାଙ୍କର ଦୁର୍ବଳ ରହିଯାଇଥିଲା। ନଚେତ୍ ସେ ସମ୍ପୂର୍ଣ୍ଣ ରୂପେ ଅଜେୟ ହୋଇଯାଇଥାନ୍ତେ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏଭଳି ପରିସ୍ଥିତିକୁ ସମ୍ଭାଳି ନେଇ କୌରବମାନଙ୍କର ଯେଉଁ ସବଳତା ତାକୁ ଦୁର୍ବଳ କରିଦେଇଥିଲେ। ଭୀମ ଏବଂ ଦୁର୍ଯ୍ୟୋଧନ ମଧ୍ୟରେ ଶେଷ ଗଦାଯୁଦ୍ଧ ଚାଲିଥିଲା। ଦୁର୍ଯ୍ୟୋଧନଙ୍କ ଶରୀର ସମ୍ପୂର୍ଣ୍ଣ ବଜ୍ର ହୋଇଯାଇଥିବାରୁ ଭୀମଙ୍କ ପକ୍ଷେ ତାଙ୍କୁ ମାରିବା ସମ୍ଭବ ନଥିଲା। ତେଣୁ ଗଦାଯୁଦ୍ଧର ନିୟମ ଉଲ୍ଲଂଘନ କରି ସେ ଦୁର୍ଯ୍ୟୋଧନଙ୍କର ଜାନୁଭଙ୍ଗ କରିଥିଲେ। ଏହି ପରିସ୍ଥିତି ଗୁରୁ ବଳରାମ ଦେଖିଥିଲେ ଏବଂ ସେହି ସମୟରେ ସେ ଭୀମଙ୍କୁ ରୋକିବା ପାଇଁ ଏବଂ ଭୀମଙ୍କ ସହିତ ଯୁଦ୍ଧ କରି ତାଙ୍କୁ ହରାଇବା ପାଇଁ ଆଗକୁ ବଢ଼ିଥିଲେ। ବଳରାମଙ୍କୁ ସମ୍ଭାଳି ନେଇଥିଲେ ଭଗବାନ ଶ୍ରୀକୃଷ୍ଣ। ନିଜର ଅନନ୍ତ ଶୟନ ରୂପ ଦେଖାଇ ସେ ଦୁଇ ଜଣଙ୍କର ଜନ୍ମର ଉଦ୍ଦେଶ୍ୟ ଯେ ଧର୍ମର ରକ୍ଷା ଏହା ବତାଇଥିଲେ ଏବଂ ଭୀମ ଯେ ଠିକ୍ କରୁଛନ୍ତି, ନିଜର ପ୍ରତିଜ୍ଞା ପାଳନ ପାଇଁ ସେ ଅଧର୍ମୀମାନଙ୍କର ବିନାଶ କରୁଛନ୍ତି, ଏହି କଥା ବଳରାମଙ୍କୁ ସେ ବୁଝାଇ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। କର୍ଣ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥାଏ। କେହି କାହାକୁ ହରାଇ ପାରୁନଥାନ୍ତି। ଏହି ସମୟରେ କର୍ଣ୍ଣ ବୈଷ୍ଣବାସ୍ତ୍ର ପ୍ରକଟ କଲେ ଏବଂ ଅର୍ଜୁନଙ୍କ ଆଡ଼କୁ ନିକ୍ଷେପ କଲେ। ଅର୍ଜୁନଙ୍କ ପାଖରେ ବୈଷ୍ଣବାସ୍ତ୍ରର କୌଣସି ଉତ୍ତର ନଥିଲା। ତେଣୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଢାଲ ରୂପେ ଅର୍ଜୁନଙ୍କ ସାମ୍ନାରେ ଛିଡ଼ା ହୋଇ ବୈଷ୍ଣବାସ୍ତ୍ରକୁ ସାମ୍ନା କରିଥିଲେ। ସ୍ୱୟଂ ବିଷ୍ଣୁଙ୍କୁ ନିଜ ସାମ୍ନାରେ ପାଇ ବୈଷ୍ଣବାସ୍ତ୍ର ଏକ ପୁଷ୍ପମାଳରେ ପରିବର୍ତ୍ତିତ ହୋଇ ତାଙ୍କ ଗଳାରେ ଶୋଭା ପାଇଥିଲା। ପାଣ୍ଡବମାନେ ଷଡ଼ଯନ୍ତ୍ର କରି ଧୃଷ୍ଟଦ୍ୟୁମ୍ନ ଦ୍ୱାରା ଗୁରୁ ଦ୍ରୋଣଙ୍କୁ ହତ୍ୟା କରାଇଥିଲେ। ପିତାଙ୍କର ହତ୍ୟା ଖବର ଶୁଣି ଅଶ୍ୱତ୍ଥାମା ରାଗରେ ଜର୍ଜରିତ ହୋଇଯାଇଥିଲେ ଏବଂ ପାଣ୍ଡବମାନଙ୍କର ବିନାଶ ପାଇଁ ନାରାୟଣ ଅସ୍ତ୍ର ପ୍ରକଟ କରିଥିଲେ। ଏହି ନାରାୟଣ ଅସ୍ତ୍ରର କୌଣସି ଉତ୍ତର ପାଣ୍ଡବମାନଙ୍କ ପାଖରେ ନଥିଲା। ସ୍ୱୟଂ ମହାବଳୀ ଭୀମ ମଧ୍ୟ ନାରାୟଣ ଅସ୍ତ୍ର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଏହି ସମୟରେ ଆସି ଯୁଧିଷ୍ଠିରଙ୍କୁ ନିର୍ଦ୍ଦେଶ ଦେଲେ ଯେ ନିଜର ସମସ୍ତ ସେନାଙ୍କୁ ଆଦେଶ ଦେବା ପାଇଁ ସମସ୍ତେ ଶାନ୍ତ ହୋଇ ନାରାୟଣ ଅସ୍ତ୍ରଙ୍କ ନିକଟରେ ହାତ ଯୋଡ଼ି ଠିଆ ହୁଅନ୍ତୁ, ଯାହାଦ୍ୱାରା ନାରାୟଣ ଅସ୍ତ୍ର ଆପେ ଆପେ ଶାନ୍ତ ଏବଂ ନିଷ୍କ୍ରିୟ ହୋଇଯିବ। ଏହା ପାଳନ କରିବା ପରେ ନାରାୟଣ ଅସ୍ତ୍ର ଆପେ ଶାନ୍ତ ହୋଇଯାଇଥିଲା। ଭଗବାନ ଶ୍ରୀକୃଷ୍ଣ ଏଭଳି ଭାବରେ ସମସ୍ତ ପାଣ୍ଡବ ଏବଂ ତାଙ୍କ ସପକ୍ଷରେ ଥିବା ସୈନ୍ୟଗଣଙ୍କୁ ନାରାୟଣ ଅସ୍ତ୍ରର ପ୍ରକୋପରୁ ବଞ୍ଚାଇଥିଲେ। ଯେତେବେଳେ ଅର୍ଜୁନ ପ୍ରତିଜ୍ଞା କରିଥିଲେ ଯେ ସୂର୍ଯ୍ୟାସ୍ତ ପୂର୍ବରୁ ଜୟଦ୍ରଥଙ୍କୁ ବଧ କରିବେ ନଚେତ୍ ଅଗ୍ନିରେ ନିଜକୁ ସମର୍ପିତ କରିବେ, ସେହି ସମୟରେ ଜୟଦ୍ରଥଙ୍କ ପାଖରେ ପହଞ୍ଚିବା ଅର୍ଜୁନଙ୍କ ପକ୍ଷରେ ସମ୍ଭବ ନଥିଲା। ତେଣୁ ଭଗବାନ ଶ୍ରୀକୃଷ୍ଣ ନିଜର ଚକ୍ର ଆଢୁଆଳରେ ସୂର୍ଯ୍ୟକୁ ଘୋଡ଼ାଇ ସୂର୍ଯ୍ୟାସ୍ତ ହେବାର ଆଭାସ କରାଇଥିଲେ ଏବଂ ଅର୍ଜୁନ ଠିକ୍ ସମୟରେ ଅଗ୍ନିରେ ଝାସ ଦେବା ବେଳକୁ ଶ୍ରୀକୃଷ୍ଣ ଦେଖାଇ ଦେଇଥିଲେ ଯେ ସୂର୍ଯ୍ୟାସ୍ତ ଏପର୍ଯ୍ୟନ୍ତ ହୋଇନାହିଁ ଏବଂ ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜୟଦ୍ରଥଙ୍କୁ ମାରିବା ପାଇଁ। ଅର୍ଜୁନ ଜୟଦ୍ରଥଙ୍କ ମୁଣ୍ଡ କାଟି ତାଙ୍କର ମୁଣ୍ଡକୁ ତାଙ୍କ ପିତାଙ୍କ କୋଳ ନିକଟରେ ନିକ୍ଷେପ କରିଥିଲେ, ଯାହାଦ୍ୱାରା ତାଙ୍କ ପିତାଙ୍କ ମସ୍ତକ ଧ୍ୱଂସ ପାଇଯାଇଥିଲା। ଏହିଭଳି ଭାବରେ ଅର୍ଜୁନଙ୍କୁ ଅଗ୍ନିରୁ ଝାସ ଦେବାରୁ ଭଗବାନ ଶ୍ରୀକୃଷ୍ଣ ରକ୍ଷା କରିଥିଲେ।